ଗୁଡ୍ ମର୍ଣ୍ଣିଂ ଓଡ଼ିଶା। ଆଜି ହେଉଛି 9 ମେ ଗୁରୁବାର। ଆଜିର ରହିଛି 10ଟି ଗୁରୁତ୍ୱପୂର୍ଣ୍ଣ ଖବର। ତା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଲାଇକ୍ କରି କେଉଁ ଜିଲ୍ଲାରୁ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ କରନ୍ତୁ। ରୂପା ଛାଉଣି ହେବ ଶ୍ରୀମନ୍ଦିରର 3ଟି ଦ୍ୱାର। ବର୍ମା ଶାଗୁଆନର ନିର୍ମିତ ହେବ। ରୂପା ଛାଉଣି ଶ୍ରୀମନ୍ଦିରରେ ଏବେ ହେବ। ବ୍ରାଘ୍ୟ, ଅସ୍ତ୍ର ଏବଂ ହସ୍ତୀ ସିଂହ ଭଳି 3 ଦ୍ୱାରରେ କାରୁକାର୍ଯ୍ୟପୂର୍ଣ୍ଣ ରୂପା ଲାଗିବ। ରଥଯାତ୍ରା ପୂର୍ବରୁ ରୂପାରେ ଝଲସିବ 3 ଦ୍ୱାର। ନୂଆ ବର୍ମା ଶାଗୁଆନ କାଠରେ ଏହି ଦ୍ୱାର କରାଯିବ। ଆଉ ରିଲାଏନ୍ସ ଏହି ବାବଦକୁ ରୂପା ଦାନ କରିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ ସିଂହଦ୍ୱାରରେ ପ୍ରାୟ 500 କେଜି ରୂପା ଲାଗିଥିଲା। ସେହିଭଳି ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରରେ 500 କେଜି ଲେଖାଏଁ ପ୍ରାୟ 1500 କେଜି ଲେଖାଏଁ ରୂପା ଲାଗିବ। ରିଲାଏନ୍ସ କମ୍ପାନୀ ଏହି କାଠ ଓ ରୂପା ଦାନ ସୂତ୍ରରେ ଦେବ ବୋଲି କୁହାଯାଇଛି। କମ୍ପାନୀ ତରଫରୁ ସ୍ୱତନ୍ତ୍ର କାରିଗର ବି ଆସି ଏହି କାର୍ଯ୍ୟ କରିବେ। କେବଳ ରୂପା ଉପରେ କେଉଁ କାର୍ଯ୍ୟ ରହିବ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେବ। ରଥଯାତ୍ରା ପୂର୍ବରୁ ଏହି କାମ ସରିବ। ଏନେଇ ପ୍ରାଥମିକ ବୈଠକ ଶୀଘ୍ର ବସିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ 2022 ମସିହାରେ ରଥଯାତ୍ରା ପୂର୍ବରୁ ମନ୍ଦିରର ବିହଣାରେ ଦ୍ୱାରରେ ଜୟ ବିଜୟ ଦ୍ୱାର, ଭୋଗ ମଣ୍ଡପ, ପଶ୍ଚିମ ପାର୍ଶ୍ୱ ଦ୍ୱାର ଏବଂ 7 ପାହାଚ ଦ୍ୱାର ଏବଂ ନୃସିଂହ ମନ୍ଦିର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର ଦ୍ୱାର ରୂପା ହୋଇଥିଲା। ଆଉ ଏବେ ଆହୁରି 3ଟି ଦ୍ୱାର ରୂପାରେ ଝଲସିବ। ପ୍ରାୟ 500 କେଜି ରୂପା ଲାଗିବ ପ୍ରତି ଦ୍ୱାରରେ। ଦୁଇ ସହରରେ ତାପମାତ୍ରା 40 ଡିଗ୍ରୀ ଛୁଇଁଲା। କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା। କିଛି ଦିନ ବ୍ୟବଧାନ ପରେ ତାପମାତ୍ରା 40 ଡିଗ୍ରୀ ଛୁଇଁଛି। ଆଜି ନୂଆପଡ଼ା ଓ ବଲାଙ୍ଗୀରରେ ଦିନର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏହା ସହ 17ଟି ସହରରେ 38 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ରେକର୍ଡ କରିଛି। ଏହାଛଡ଼ା 4ଟି ଜିଲ୍ଲାରେ ବିଭିନ୍ନ ଜାଗାରେ ବର୍ଷା ମଧ୍ୟ ହୋଇଛି। କେନ୍ଦ୍ରାପଡ଼ାରେ ସର୍ବାଧିକ 42 ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ 15 ମିମି, କେଉଁଝରରେ 8.2 ମିମି ଏବଂ ପାରାଦୀପରେ 0.5 ମିମି ବର୍ଷା ହୋଇଛି। ଆଜି ସକାଳେ ଭୁବନେଶ୍ୱର, କଟକ ଟ୍ୱିନ୍ ସିଟିରେ 4.2 ମିମି ବର୍ଷା ହୋଇଥିବା ବେଳେ ରାତିରେ ମଧ୍ୟ ବର୍ଷା ପ୍ରବଳ ଜୋରରେ ହୋଇଛି। ତେଣୁ ଏନେଇ କାଳବୈଶାଖୀ ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟରେ ସ୍ଥାନର ତାପମାତ୍ରା ହ୍ରାସ ପାଇଛି। ଆଉ ଲୋକେ କିଛି ଆଶ୍ୱସ୍ତି ମଧ୍ୟ ପାଇଛନ୍ତି। ତେଣୁ ଆଗାମୀ 2ରୁ 4 ଦିନ ଭିତରେ ବର୍ଷା ପୁଣି ହେବ ବୋଲି କୁହାଯାଉଛି। 2ଟି ରାଜ୍ୟରେ ଭୋଟ ଦେବେ। ସକାଳେ ଓଡ଼ିଶାରେ, ଉପରବେଳା ଆନ୍ଧ୍ରରେ ଦେବେ। ଓଡ଼ିଶା ଆନ୍ଧ୍ର ସୀମାନ୍ତ ରାଇ ପାହାଡ଼ରୁ କେଶବ ପାଣିଙ୍କ ରିପୋର୍ଟ। ମା ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ଜାଣିଛନ୍ତି? ନା ମୁଁ ଜାଣିନି। ପ୍ରଧାନମନ୍ତ୍ରୀ କିଏ ଜାଣିଛନ୍ତି? ନା ମୁଁ ଜାଣିନି। ମା ଆଜି ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶର କିଏ? କେହି ଜାଣିନାହାନ୍ତି। ଏଥର ଭୋଟ ଦେବେନି କି? ସୋମବାର ଦିନ ଭୋଟ ଦେବି। କେଉଁଠି ଦେବି? ନା ଓଡ଼ିଶା ନା ଆନ୍ଧ୍ର? ଦୁଇ ଆଡ଼େ ଦେବି। ସକାଳେ ଓଡ଼ିଶାରେ, ଉପରବେଳା ଆନ୍ଧ୍ରରେ ଯାଇ ଭୋଟ ଦେବି। ସକାଳେ ଭୋଟ ଦେବା ପରେ ଆଙ୍ଗୁଠିର ରଙ୍ଗ ଲାଗିବ ଆନ୍ଧ୍ରରେ। ତେଣୁ କାହିଁକି ଏନେଇ ଏମିତି ହୋଇଛି? ତେବେ ଆପଣମାନେ ଜାଣିଛନ୍ତି କି ଆମ ସରପଞ୍ଚ ଯାହାକୁ ଭୋଟ ଦେବୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚଳ ଅନ୍ତର୍ଗତ ନନ୍ଦପୁର ବ୍ଲକର ଗୋଲୁର ଗ୍ରାମ ପଞ୍ଚାୟତ ରାଇ ପାହାଡ଼ ଗାଁରେ ଜଣେ ମହିଳାଙ୍କ ଏଭଳି ଉତ୍ତର ଆଶ୍ଚର୍ଯ୍ୟ କରିଛି। ଜଣେ ନୁହେଁ, ଅନ୍ୟମାନଙ୍କ ମଧ୍ୟ ଭୋଟ ଦେବେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ସେମାନେ ଜାଣିନାହାନ୍ତି। ଶାସନ ବିଷୟରେ ଜାଣିନାହାନ୍ତି। କିନ୍ତୁ ଦେଶର ପ୍ରଧାନମନ୍ତ୍ରୀ କିଏ ସେମାନଙ୍କୁ ଜଣା ନାହିଁ। ସ୍ଥାନୀୟ ବିଧାୟକ, ସାଂସଦ ବିଷୟରେ ମଧ୍ୟ ସେମାନଙ୍କ ପାଖରେ ଖବର ନାହିଁ। ଓଡ଼ିଶାର ଆନ୍ଧ୍ର ସୀମା ବିବାଦ ଛନ୍ଦି ହୋଇଥିବା ବେଳେ ଏହି ଗାଁ ସକାଳେ ଓଡ଼ିଶାରେ ଭୋଟ ଦେବେ ଏବଂ ସନ୍ଧ୍ୟାରେ ଆନ୍ଧ୍ରରେ ଯାଇ ଭୋଟ ଦେବେ। ରାହୁଲ ଗାନ୍ଧୀକୁ ପ୍ରଧାନମନ୍ତ୍ରୀଙ୍କ ଚ୍ୟାଲେଞ୍ଜ। ଅମ୍ବାନୀ ଆଦାନୀ ଠାରୁ କେତେ ମାଲ ନେଇଛ ଜଣାଅ। କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପାଇଁ ଏକ ନୂଆ ଧାରା ଆରମ୍ଭ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ମୋଦି କହିଛନ୍ତି ଯେ ଭାରତର ପ୍ରମୁଖ ଶିଳ୍ପପତି ଆଦାନୀ ଓ ଅମ୍ବାନୀଙ୍କ ଉପରେ ରାହୁଲ ଗାନ୍ଧୀ ନିରନ୍ତର ଆକ୍ରମଣ କରୁଥିଲେ। କିନ୍ତୁ କ'ଣ ଏମିତି ହେଲା ଯେ ରାତାରାତି ଗାଳି ଗୁଳଜ କରିବା ବନ୍ଦ କରିଦେଲେ? ନିଶ୍ଚୟ ସେମାନେ ଆଦାନୀ ଅମ୍ବାନୀ ଠାରୁ ପ୍ରବଳ ବିପୁଳମାନ କଳା ଟଙ୍କା ନେଇ ଗାଳି ଗୁଳଜ କରିବା ବନ୍ଦ କରିଦେଇଛନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି। ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସର ଶେହଜାଦ ରାହୁଲ ଆପଣ 5 ବର୍ଷ ପର୍ଯ୍ୟନ୍ତ ଅମ୍ବାନୀ ଏବଂ ଆଦାନୀର ନାଁ ଜପ କରୁନଥିଲେ, ଗାଳି ଗୁଳଜ କରୁଥିଲେ। ଏବେ କ'ଣ ହେଲା ଯେ ତମେ
ଗାଳି ଗୁଳଜ କରିବା ବନ୍ଦ କରିଦେଲ, ତାଙ୍କଠୁ ଟଙ୍କା ନେଇଛ କି? ନିର୍ବାଚନ ଘୋଷଣା ପରେ ହଠାତ୍ ଉଭୟଙ୍କୁ ଗାଳି ଦେବା ବନ୍ଦ କରିଦେଇଛନ୍ତି ରାହୁଲ ଗାନ୍ଧୀ। ନିର୍ବାଚନ ପାଇଁ ଅମ୍ବାନୀ ଏବଂ ଆଦାନୀ ଠାରୁ କେତେ ବସ୍ତା କଳାଧନ ପାଇଥିଲେ ସେ ନେଇ ଶେହଜାଦ ଘୋଷଣା କରିବା ଦରକାର। ଆପଣ ଅମ୍ବାନୀ ଏବଂ ଆଦାନୀ ଠାରୁ କିପରି ବୁଝାମଣା କଲେ 5 ବର୍ଷରୁ ଅଧିକ ସମୟ ଧରି ଆକ୍ରମଣ କରୁଥିବା ରାତାରାତି ସେମାନଙ୍କୁ ଗାଳି କରିବା ବନ୍ଦ କରିଦେଲେ? ତେଣୁ ଏନେଇ ଅଭିଯୋଗ କରିଛନ୍ତି ଏବଂ କିଛି କହିଛନ୍ତି ନରେନ୍ଦ୍ର ମୋଦି। ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍ ଦାଖଲ ପାଇଁ ନିର୍ଦ୍ଦେଶ। ତେବେ କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡ଼ୁଆ ବଢ଼ିଲା। ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲା ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜେଏମ୍ଏଫ୍ସି ସ୍ୱତନ୍ତ୍ର କୋର୍ଟ। ତେବେ ସୂଚନାଯୋଗ୍ୟ ଅନୁଭବଙ୍କ ବିରୋଧରେ ପୁରୀ ଘାଟ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାର କୋର୍ଟରେ ବିଚାରାଧୀନ ଥିଲା। ଏହି ମାମଲାରେ ଅନୁଭବଙ୍କ ଡିସଚାର୍ଜ ଆବେଦନ ଗତକାଲି ଶୁଣାଣି ହୋଇଥିଲା। ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହେବା ପରେ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୀବନ ଥିଲା ଯାଏଁ ମଦ ବିରୋଧରେ ସଚେତନ କରିବି। ଏବେ ସାରା ଜୀବନ ପାଇଁ ହାତ ଧରି ଯିଏ ବି ଭାବିଥିଲି, ମଦ ଅକାଳରେ ମୋ ଜୀବନ ଚାଲିଗଲା। ମୋ ସ୍ୱାମୀକୁ ଛଡ଼େଇ ନେଇଗଲା ମଦ। ଆଉ ସେଇ ଦିନଠୁ ମୁଁ ଜିଦ୍ ଧରିଲି ଯେ ମଦ ପାଇଁ ମୁଁ ଆନ୍ଦୋଳନ କରିବି। ଛୋଟବେଳୁ ଇଚ୍ଛା ଥିଲେ ବି ପରିସ୍ଥିତି ଯୋଗୁଁ ମାତ୍ର 15 ବୟସରୁ ବିବାହ କରିବାକୁ ପଡ଼ିଥିଲା। ପିଲାଛୁଆ ନେଇ ଚଳିବା ବହୁତ କଷ୍ଟ ଥିଲା ମୁଁ ଜାଣିଛି। ଆଉ ମୋ ଭଳି କାହାର ଅବସ୍ଥା ନ ହଉ ବୋଲି ମୁଁ ଚାହୁଁଛି। ମନ ସବୁବେଳେ କାନ୍ଦି ଉଠେ। ସେଥିପାଇଁ ଶପଥ କରିଥିଲି ଲୋକଙ୍କୁ ମଦ ବିରୋଧରେ ସଚେତନ କରିବି। ଅର୍ଥ ସବୁବେଳେ ବାଧା ସାଜେ, ତେଣୁ ପେଟ ପାଇଁ ଇସ୍ତ୍ରୀ କରିବାକୁ ପଡ଼ୁଛି। ତଥାପି ହାର ମାନିନି। ନ ହାରି ଜୀବନର ଶେଷ ନିଶ୍ୱାସ ଯାଏଁ ମଦ ବିରୋଧରେ କାମ କରିବି ବୋଲି କହିଛନ୍ତି। ଏକଥା କହୁଥିବା ବେଳେ ରମୁଲ ସେଠୀ ପରିବାର ସୁଖ କଣ ଜାଣିବା ପୂର୍ବରୁ ସ୍ୱାମୀଙ୍କ ଆରପାରିକୁ ଚାଲିଯିବାର ବିଧବା ହୋଇଥିଲେ। କାରଣ ଜୀବନରେ ବହୁତ ସଂଘର୍ଷ କରିଛନ୍ତି ଓ ଏବେ ବି କରୁଛନ୍ତି, କିନ୍ତୁ ପାଠ ପଢ଼ିନଥିଲେ। ମଦ କେତେ ମାରାତ୍ମକ ସେ ଅଙ୍ଗେ ନିଭାଇଛନ୍ତି। ସେଥିପାଇଁ ମଦ ବିରୋଧରେ ସଚେତନ କରୁଛନ୍ତି। ବରଗଡ଼ର ତେଲୁଗୁ ବସ୍ତିରେ ରୁହନ୍ତି। ପେଶାରେ ଜଣେ ଇସ୍ତ୍ରୀ ଦୋକାନୀ, କିନ୍ତୁ ନିଶା ତାଙ୍କର ସମାଜମୂଳକ ବାର୍ତ୍ତା ଦେବା। 3 ଜଣ ପିଲାଙ୍କୁ ନେଇ ରମୁଲଙ୍କ ସଂସାର। ବାହାଘରର 12 ବର୍ଷ ପରେ ସ୍ୱାମୀ ଚାଲିଯିବା ପରେ 3 ପିଲାଙ୍କ ପେଟରେ ଦାନା ଦେବା ବ୍ରହ୍ମପୁର ରାଜଧାନୀରେ ଚାଲି ଆସିଥିଲେ। ତାଙ୍କ ପରିବାର ପାଇଁ ସେ ସାହସର ସହିତ ରସୁଲଗଡ଼ଠାରେ ଦୀର୍ଘ 35 ବର୍ଷ ହେବ ସ୍ତ୍ରୀ କାମ କରୁଛନ୍ତି, କିନ୍ତୁ ସମୟ କାଢ଼ି ବସ୍ତିରେ ମଦ ବିରୋଧରେ ମଧ୍ୟ ସଚେତନ କରୁଛନ୍ତି। କେବଳ ରାଜଧାନୀରେ ନୁହେଁ, ବିଭିନ୍ନ ସଂସ୍ଥାରେ ଜଡ଼ିତ ହୋଇ ଅନେକ ଗାଁକୁ ଯାଇ ମଦ ବିରୋଧରେ ସଚେତନ କରୁଛନ୍ତି। କାରଣ ସେ ନିଜେ ଅଙ୍ଗେ ନିଭେଇଛନ୍ତି ମଦ କେତେ ମାରାତ୍ମକ। ସେଇ ମଦ ପାଇଁ ସ୍ୱାମୀର ଜୀବନ ମଧ୍ୟ ଚାଲିଗଲା। ତେଣୁ ଏଭଳି ସ୍ତ୍ରୀ ପାଇଁ ସମସ୍ତେ ବେଶ ପ୍ରଶଂସା କରୁଛନ୍ତି। କାରଣ ନିଜେ ଏଭଳି କାମ କରିବା ସହିତ 3 ଜଣ ପିଲାଙ୍କୁ ଶିକ୍ଷା ଦେଉଛନ୍ତି। 3 ଜଣ ପିଲା ତାଙ୍କର ଏବେ ଅଛନ୍ତି। ମା ପୁଅ ଲଢ଼େଇ, ଗୋଟିଏ ଆସନରେ ମୁକାବିଲା। ବିହାରର ନିର୍ବାଚନ ରାଜନୈତିକ ସ୍ଥିତି ବେଶ ଆକର୍ଷଣୀୟ ରହିଛି। ଗୋଟିଏ ପଟେ ବିଜେପି ଏବଂ ଜେଡିୟୁ ମିଳିତ ଭାବେ ବିଜୟ ହେବାର ଆଶା ରଖିଥିବା ବେଳେ ଅନ୍ୟପଟରେ ଇଣ୍ଡିଆ ମିଳିତ ମଞ୍ଚର ଆରଜେଡି ରାଜ୍ୟରୁ ବିଜେପିକୁ ଧ୍ୱଂସ କରିବାକୁ ଯୋଜନା କରିଛି। ଇଣ୍ଡିଆ ଆଲାଏନ୍ସ ବନାମ ଏନଡିଏ ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ନୂଆ ମୋଡ଼ ନେଇଛି। ବିହାରରେ ଏକ ଆସନରେ ମୁହାଁମୁହିଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମା ପୁଅ ପ୍ରସ୍ତୁତ ହେଉଛନ୍ତି। ତେବେ ବାସ୍ତବରେ ବିହାରରେ ଶିବହର ଆସନରେ ପ୍ରତିଯୋଗିତା ଅତ୍ୟନ୍ତ ଜଟିଳ ହୋଇଛି। ଜନତା ୟୁନାଇଟେଡ୍ ଲଭଲି ଏବଂ ଆନନ୍ଦଙ୍କୁ ଏହି ପ୍ରାର୍ଥୀ ରାଷ୍ଟ୍ରୀୟ ଜନତା ଦଳ ଭାବେ ରିତୁ ଜସଲାଙ୍କୁ ପ୍ରାର୍ଥୀ ଭାବରେ ଚୟନ କରିଛି। ଉଭୟ ପ୍ରାର୍ଥୀ ମୁହାଁମୁହିଁ ହୋଇଥିଲେ ମଧ୍ୟ ଲଭଲି ଆନନ୍ଦ ପୁଅ ଅଂଶୁମାନ ଆନନ୍ଦ ଶିବ ବିହାରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ତେଣୁ ଏପଟେ ଲଭଲି ଆନନ୍ଦ ବାହୁବଲୀ ଭାବେ ଆନନ୍ଦ ମୋହନଙ୍କ ପତ୍ନୀ ଅଂଶୁମାନ ଆନନ୍ଦ ତାଙ୍କର ସାନ ପୁଅ। ଉଭୟ ନିଜେ ଶିବହାରରୁ ନିର୍ବାଚନ ଲଢୁଛନ୍ତି। ଶିବହାର ନାମାଙ୍କନ ଦାଖଲ କରିବା ଶେଷ ହୋଇଥିଲା ଏପ୍ରିଲ 6ରେ। ଏଭଳି ପରିସ୍ଥିତିରେ ଅଂଶୁମାନ ଆନନ୍ଦ ଶେଷ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଯାହାପରେ ଶିବହାର ନିର୍ବାଚନ ପରିସ୍ଥିତି ଆକର୍ଷଣୀୟ ହୋଇପାରିଛି। ତେବେ ମା ପୁଅ ଏକାଠି ପ୍ରତିଦ୍ୱନ୍ଦ୍ୱିତା ଭାବେ ଲଢୁଛନ୍ତି। ଏଭଳି କରିବା କାରଣ କଣ ସେ ନେଇ କିଛି କହିନାହାନ୍ତି। ବିଜେପି ବିରୋଧରେ ଗର୍ଜିଲେ ପାଣ୍ଡିଆନ। ନିର୍ବାଚନ ପରେ ବିଜେଡିକୁ ଭାଙ୍ଗିବା ପରେ ବିଜେପିରେ ରଣନୀତି। ଓଡ଼ିଶାର ବିଜେପି ସରକାର ଗଢ଼ିବା ପାଇଁ ଲଢୁନି। ସେମାନଙ୍କର ଲକ୍ଷ୍ୟ 50/60 ସିଟ୍ ପାଇବା। ସେତିକି ପାଇଲେ ନିର୍ବାଚନ ପରେ ବିଜେଡିକୁ ଭାଙ୍ଗିବେ। ଏହା ହିଁ ତାଙ୍କର ଆଭ୍ୟନ୍ତରୀଣ ରଣନୀତି। ଏକଥା ମୁଁ ଖୋଲା କହୁଛି।
ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ଯେମିତି କଲେ ଏଠାରେ ମଧ୍ୟ ସେମିତି କରିବାକୁ ଚାହୁଁଛନ୍ତି। ଆଜି ଗୋପାଳପୁରରେ ବିଭିନ୍ନ ଟିଭି ଚ୍ୟାନେଲ ସମ୍ପାଦକମାନେ ଆଲୋଚନା ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିଜେଡି ନେତା ଭିକେ ପାଣ୍ଡିଆନ ଏକଥା ରୋକଠୋକ ଜଣାଇ ଦେଇଛନ୍ତି ଯେ ତାଙ୍କର ଆଶା କେବେ ବି ସଫଳ ହେବ ନାହିଁ। ବିଧାନସଭାରେ ବିଜେଡି 3/4 ଆସନରେ ବିଜୟୀ ହେବ। ଆଉ ଲୋକସଭାର ପୂର୍ବ ଅପେକ୍ଷା ଅଧିକ ଆସନ ପାଇବ ବୋଲି କୁହାଯାଉଛି। ଶ୍ରୀ ପାଣ୍ଡିଆନ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି 10 ବର୍ଷ ହେଲାଣି ପ୍ରଧାନ କେନ୍ଦ୍ରମନ୍ତ୍ରୀ କଣ କରିଛନ୍ତି? ଏତେ ସମୟ ଧରି କେନ୍ଦ୍ରମନ୍ତ୍ରୀ ରହିନଥିଲେ। ବିଜୁ ବାବୁ, ନବୀନ ବାବୁ ଏତେ ସମୟ ହେଲାଣି ଥିଲେ, କିନ୍ତୁ ଓଡ଼ିଶାରେ କଣ ଆଗକୁ ହୋଇଛି ତାହା ଲୋକ କହିବେ। ଆଉ 5T ରୂପାନ୍ତର ସ୍କୁଲର ଡିଜିଟାଲ ବୋର୍ଡରୁ ଆରମ୍ଭ କରି 8,500 ହାଇସ୍କୁଲ ରୂପାନ୍ତର କରାଯାଇଛି। ଏଭଳି ବହୁତ ପ୍ରକାର ଯୋଜନା ମଧ୍ୟ କରାଯାଇଛି। ତେଣୁ ଓଡ଼ିଶା ଲୋକ ଏବେ ଖୁସି ଅଛନ୍ତି ଆଉ ବିଜେଡି ପୁଣି ଆଗେଇବ।